ହ୍ୟାଲୋ। ହଁ କ'ଣ କହୁଥିଲେ? ନା ତୁମର କେଉଁ ଭେରାଇଟିଟା କହିଥିଲ? ଅକ୍ସିତା। ହଁ କେତେ ଗଛ? ଏଇଟା କଲମି ଗଛ ତ? କେଉଁଠୁ ଆଣିଥିଲେ ଚାରା? କଟକରୁ ଆଣିଥିଲେ। କେତେ ପଡ଼ୁଥିଲା? ଆଁ କଥାଟା କ୍ଲିୟର ଆସୁନି। ଗୋଟେ କେତେ? 20 ଟଙ୍କା। ବାପରେ ବହୁତ ହିଁ ନେଇଗଲେ। ଠିକ୍ ଅଛି, କିଛି ଅସୁବିଧା ନାହିଁ। ତୁମେ ଲଗାଇବା ପରେ ତୁମେ ଯେତିକି ଜଣାପଡ଼ୁଛି ଯେ ତୁମର ଯେ ଫଟୋ ପଠାଇଛ ସେଥିରେ ତ ତୁମ ଜମିରେ ପୁରା ଦେଖ ଘାସ ତ ପ୍ରବଳ। ଘାସ ନ ରହିଲେ ତ ମାନେ ପୋକ କେମିତି ଯିବ ସେ? ଦେଖ ତୁମେ ସବସ୍କ୍ରିପସନ୍ ଚାର୍ଜ ନେଇଛ, ମୁଁ ଯାହା କହିବି ସେଇଟା ଶୁଣିବାକୁ ପଡ଼ିବ ପ୍ରଥମ କଥା। ତାପରେ ତୁମେ ସାଙ୍ଗେ ସାଙ୍ଗେ ସେଇ ଔଷଧ ସେଇ ମେଡ଼ିସିନ ଆଣି ତୁମକୁ ମାରିବାକୁ ପଡ଼ିବ। ଆଣିକି 2-4 ଦିନ ଲେଟ୍ କରିବ, 5 ଦିନ ଲେଟ୍ କରିବ, ହେଲେ ତୁମର ସେ ଜିନିଷ ଯେତିକି କାମ ହେବା କଥା ସେଇ ହିସାବରେ ହେବନି। ପରେ ମୋତେ କହିପାରିବନି ହେଲା। ମୁଁ ଯେ ହିସାବରେ କହିବି ସେଇଗୁଡ଼ା କରୁଥିବ ଆଉ ସାଙ୍ଗେ ସାଙ୍ଗେ କରିବ। ତାହେଲେ ତୁମେ ମୋତେ ପଇସା ଦେଇକି ତ ସଜେସନ୍ ନେଉଛ ନା, ହେଲେ ଭ୍ୟାଲୁଟା କ'ଣ ରହିବ ଯଦି ତୁମେ ସେଇଟାରେ କାମରେ ଲଗେଇ ନ ପାରିଲ? କିଛି ଅସୁବିଧା ନାହିଁ, ଏବେ ବି ସମୟ ଅଛି, ଗଛ ଭଲ ଅଛି, କୌଣସି ଅସୁବିଧା ନାହିଁ। ଦେଖନ୍ତୁ ଏଇଟା ଗଛ ଗୁଡ଼ା ଏଇଟା ଗୋଟେ ଝାଉଁଳି ଯାଇଛି। ହଁ ହଁ ଝାଉଁଳି ଯାଇଛି। ବର୍ଷା ହେଉଛି କି? ହଁ ବର୍ଷା ହେଉଛି ମାନେ ତୁମର ଏବେ ଫଞ୍ଜି ସାଇଟ୍ କିଛି ତୁମର ଫଞ୍ଜି ସାଇଟ୍ ସେଇଟା ତ ନାହିଁ। ତୁମ କେଉଁ ଡିଷ୍ଟ୍ରିକ୍ଟର କହୁଥିଲ? କେଉଁଝର ଘଟଗାଁ ନେଇକି। ଭଲ ଜାଗା, ମୁଁ ଯାଇଥିଲି ଥରେ ଆଉ ସେ ଜାଗାରେ। ଆଚ୍ଛା, ତୁମର ସେଇଠିର ଭଲ ଦୋକାନ କ'ଣ ଅଛି? ମାନେ ଔଷଧ ଦୋକାନ ଅଛି ତ? ହଉ 10 କିଲୋମିଟର 20 ତୁମକୁ ତ ଏବେ ଆଣିବାକୁ ପକାଇବାକୁ ପଡ଼ିବ ନା। ଗୋଟେ ବର୍ଷ ଯାକ ଫଳ ନେବାକୁ ହେଲେ ଆଣିକି ପକାଇବାକୁ ପଡ଼ିବ, ବୁଝିଲ କି ନାହିଁ? କାହିଁକିନା ସେତିକି ପରିଶ୍ରମ ତ କରିବାକୁ ପଡ଼ିବ, ନହେଲେ କେମିତି ହେବ? ଠିକ୍ ଅଛି। କାହିଁକିନା ସେ ଝାଉଁଳା ରୋଗ ପାଇଁ ଯେତିକି ଏଇଟା ତ ଗୋଟେ ମିଳିଯାଇପାରେ, ଆଉ ଗୋଟେ ମିଳିବାର ଚାନ୍ସ ନାହିଁ। ହେଲେ ବି ମୁଁ ଆଉ ଗୋଟେ ଅନଲାଇନ୍ ଲିଙ୍କ୍ ତୁମକୁ ପଠାଇଦେବି। ଠିକ୍ ଅଛି। ଅନଲାଇନ୍ରେ ଯେ ଲିଙ୍କ୍ଟା ସେଇଟା ଆଟଲିଷ୍ଟ ଅର୍ଡ଼ର କରିବ। ଅର୍ଡ଼ର କଲେ ହେଇଯିବ। ତୁମର 300 ଗଛ ତ କିଛି ଅସୁବିଧା ନାହିଁ, ଆରାମସେ। ଆମ ଏପଟେ ବି ଦେଖ ପ୍ରବଳ ବର୍ଷା, ଆଜିଠୁ ଷ୍ଟାର୍ଟ ହେଇଯାଇଛି ପ୍ରବଳ ବର୍ଷା। ବର୍ଷା ପାଇଁ ବି ସମସ୍ତଙ୍କ ଅସୁବିଧା, ବୁଝିପାରିଲ କି ନାହିଁ? ଆଉ ସେଥିପାଇଁ ଟେନସନ୍ ନିଅନି। ଟିକେ ଘାସ ଫାସ ବର୍ଷା ଛାଡ଼ିବା ସାଙ୍ଗେ ସାଙ୍ଗେ ଆଗରେ ଘାସ ସଫା କର, ଠିକ୍ ଅଛି? ହଁ ଗଛ ମୂଳରେ ନାହିଁ, 2ଟା ନାଳ ମଝିରେ ଯେ ଘାସ ଗୁଡ଼ା ରହୁନି କି, ସେ ମଝି ଘାସ ଗୁଡ଼ା ସବୁ ଆଗରେ ଉପାଡ଼ି ଦିଅ କି ସ୍ପ୍ରେ କରିକି ଯାହା କରିବ। ସ୍ପ୍ରେ କଲେ ତ ବର୍ଷା ଅଛି, ସେ କେମିତି ହେବ? ସେଥିପାଇଁ ତାକୁ କେମିତି ବ୍ୟବସ୍ଥା କରିକି ଆଗେ ଘାସ ସରେଇ ଦିଅ, ଠିକ୍ ଅଛି? ଘାସ ଉପାଡ଼ିକି ମୋତେ ଫୋନ୍ କର, ମୁଁ କହିବି, ଠିକ୍ ଅଛି? ହଉ ଠିକ୍ ଅଛି, କିଛି ଟେନସନ୍ ନିଅନି, ଆରାମସେ ହେବ। ଆଉ ମୁଁ ଯେ ସାର କଥା ମୁଁ କହିବି, ସେ ସାର ଗୁଡ଼ା ଆଣିକି ଦୋକାନରେ ଯଦି ଥିବ ଆଣିବ, ନହେଲେ ଅନଲାଇନ୍ରେ ଅର୍ଡ଼ର କରିବ। ହଉ ଠିକ୍ ଅଛି। ତୁମେ ଆଗେ ଘାସ, ବାପରେ ପ୍ରବଳ ଘାସ, ଆଉ ମଝିରେ ଘାସ ଗଡ଼ା ଯେମିତି ହେଲେ ଘାସ ମାରା ଦିଅ କି ଯାହା ଦେବ ଦେଇକି ଆଗେ ମାର। ହଉ ଠିକ୍ ଅଛି, ରଖ। ଆଉ ମୋ ନମ୍ବର ସେଭ୍ କର। କିଛି ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଫୋନ୍ କରିବ। କେଉଁ ଔଷଧ ଆଣିବ, କେଉଁ କମ୍ପୋଜିସନ୍ର, ବିନା ମୁଁ କହିବା ପରେ ହିଁ ଆଣିବ, ଠିକ୍ ଅଛି? ମାନେ ଫୋନ୍ କରିବ ଔଷଧ ଦୋକାନ ଯାଇକି, ମୋତେ ପଚାରିବ, ମୁଁ ସେଇଟା କହିବି, ତାପରେ ଯାଇକି ସେଇଟା ଆଣିବ। ଭୁଲ୍ ଭାଲ୍ କମ୍ପୋଜିସନ୍ର ଆଣିବନି, ଠିକ୍ ଅଛି? ସେମାନେ ଧରେଇବା ପାଇଁ ଚେଷ୍ଟା କରିବେ କିନ୍ତୁ ଆଣିବନି। ହଉ ଠିକ୍ ଅଛି, ରଖ। ଆଗେ ଘାସ ବାସିବା ବ୍ୟବସ୍ଥା କର, ତାପରେ ମୁଁ ତୁମର କଥା କହୁଛି, ଠିକ୍ ଅଛି? ହଉ ରଖ।
बापरे प्रबल वर्षा देखो प्रबल वर्षा वर्षार हुए तो आपण मानक किसी शुभु नथिबो अंधार हो गलानी पूरा देखो केते बापरे प्रबल वर्षा आमती वर्षार तो कौन माने सब्जी वर्ग जिनस भल हुए पची सड़ी नष्ट हो जाए सेमती से भाईर पची सड़ी प्राय नष्ट हो गलानी से मो पाखु सब्सक्रिप्शन चार्ज बहुत अल्प मूल्य जिते दिन रखिपर कम से कम 5-6 मास वर्ष जी रही जिते असुविधा हेले भी एमती बहुत लोक अच्छा से मैं सजेसन करे बैगण गछ नुआ तो लगे दौरान कलमी बैगण गछ से तार येटा जानी ना माने सठिक परिचर्या जानी ना केमती फ्रुटिंग अधिक हम से जिन जानी ना से हिसाब से मो पटू मोर सर्विस चार्ज नहीं कि से गछ केमती तैयारी करेंगे से व्यवस्था मुझे बहुत आगे भी वीडियो करी वीडियोटा मुझे देखते आग वीडियो भी थी केमिटी से गाइड करापर से केते सुंदर गछटा होती आपण मान बापरे वर्षार मुझे बस पारे जदि आपण मान कलमी गछर कि अलग गछर गाइड चाहूँगी सहित हेले मो सहित ये नंबर जोगाजोग करें कारण बहुत अल्प मूल्य मु करने चेष्टा करुँगी जदि आपण मोर सर्विस चार्ज नबार अच्छे मो सहित जोगाजोग करेंगे आ देखो कलमी बैगण जदि न कर माने सर्विस चार्ज न नहीं करने चाहूँगी ताहले भल भाव देखो विभिन्न प्रकार जगार जो मैंने भल अभिज्ञता लोक से पाखु सजेसन नहीं कि आपण मैंने चाष करेंगे ना एत दाम देखिए तो 20 टका दे किणुंट मु भी नर्सरी करे मु भी बनाए किंतु ऑर्डर बेसिस तैयारी करे जो मान ऑर्डर दरकार से हिसाब से मुझे तैयारी थैंक यू मुझे वीडियोटा बेसी लंबा करी पुणी देखा नुआ किसी ना नुआ अनुभूति से दिखते बोलते विदाय शेष में मुझे डॉक्टर और इंजीनियर चाषी भाई मानक कहबी मोर उत्तम क्वालिटी फार्मिंग को अवश्य सब्सक्राइब करेंगे फेसबुक रे देखले फॉलो करेंगे थैंक यू थैंक यू थैंक यू।